ପିଲାମାନେ ସମସ୍ତେ ଭଲ ଅଛ? ସ୍ୱାଗତ କରୁଛି ତମକୁ ଆଉ ଗୋଟେ ଭିଡ଼ିଓରେ। ଆଚ୍ଛା, ଏବେ ଗୋଟେ ଚିତ୍ର ଦେଖାଯାଉଛି ତମକୁ। କ'ଣ ଦେଖୁଛ କହିଲ? ହଁ, କଳକାରଖାନାର ଜଳ ଆସିକି ନଦୀ ଜଳରେ ମିଶୁଛି, ନାଇଁ? ଆଉ ଆଉ କ'ଣ ଦେଖୁଛ? ହଁ, ଜଣେ ସ୍ତ୍ରୀ ଲୋକ ବାସନକୁସନ ମାଜୁଛନ୍ତି। ଆଉ ହଁ, ଗାଈ ଗୋରୁମାନଙ୍କୁ ଲୋକମାନେ ଗାଧୋଇ ଦଉଛନ୍ତି। ଆଚ୍ଛା, କପଡ଼ା ବି ସଫା କରୁଛନ୍ତି। ଆଚ୍ଛା ଆଚ୍ଛା, ତାହେଲେ ମୋତେ କହିଲ, ଏଇ ଜଳ କେମିତି ହେଇଥିବ? ହଁ, ଅସନା ଦେଖାଯାଉଛି, ନାଇଁ? ଏଇ ଜଳକୁ ଆମେ ପିଇ ପାରିବା? ଏଇ ପାଣି କ'ଣ ପିଇବା ପାଇଁ ଯୋଗ୍ୟ? ଚାଲ ଏଇ ଭିଡ଼ିଓରେ ଆମେ ଆଲୋଚନା କରିବା। ଆଜି ଆମେ ତମ ଚତୁର୍ଥ ଶ୍ରେଣୀ ପରିବେଶ ବିଜ୍ଞାନ ବିଷୟର ପାନୀୟ ଜଳ କିପରି ଦୂଷିତ ହୁଏ ସେହି ବିଷୟରେ ଆଲୋଚନା କରିବା। ଚାଲ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖିବା। ଏହି ଭିଡ଼ିଓଟି ଦେଖି ସାରିଲା ପରେ ତୁମେ ନଦୀ ଓ ପୋଖରୀ ଜଳ କିପରି ଦୂଷିତ ହୁଏ ତାର କାରଣ ଜାଣିବ ଓ ସମସ୍ତଙ୍କୁ ତାହା ବିଷୟରେ ସଚେତନ ମଧ୍ୟ କରିବ, ଯେମିତି ସେମାନେ ସେ କାମଗୁଡ଼ିକୁ କରିବେ ନାହିଁ। ଦେଖିଲ, ପୂର୍ବ ଚିତ୍ରଟି ଦେଖିଲ। ହଁ, ଜଳ ଅସନା ଦେଖାଯାଉଛି, ନାଇଁ? କାହିଁକି ଅସନା ଦେଖାଯାଉଛି? ହଁ, କଳକାରଖାନାର ଦୂଷିତ ଜଳ ଆସି ନଦୀ ଜଳରେ ମିଶୁଛି। ତାପରେ ଆମେ ଆମ ବାସନକୁସନ ନେଇକି ନଦୀ ଜଳରେ ଧୋଉଛୁ, ଗାଈ ଗୋରୁଙ୍କୁ ଗାଧୋଇ ଦଉଛୁ, ଆଉ ଲୁଗାପଟା ସଫା କରୁଛୁ। ତାପରେ ଆଉ କ'ଣ କରୁଛୁ? ଆମେ ନିଜେ ବି ଗାଧୋଉଛୁ। କିନ୍ତୁ ନଦୀ ଜଳକୁ କେବେ ଆମେ ସଫା କରିଛୁ? ନା, କେବେ କରିନୁ। ବରଂ ତାକୁ ଦୂଷିତ କରିବାରେ ଲାଗିଛୁ। ଆଚ୍ଛା, ନଦୀ ଜଳ ଦୂଷିତ ହେବା ଦ୍ୱାରା ଆମ ଉପରେ କ'ଣ ପ୍ରଭାବ ପଡ଼ୁଛି? ହଁ, ଆମ ଉପରେ ବହୁତ ଗୁଡ଼ାଏ ଦୁଷ୍ପ୍ରଭାବ ପଡ଼ୁଛି। ଆଚ୍ଛା, ମୋତେ କହିଲ, ଆମେ ତ ଟିକେ ଆଗରୁ ଆଲୋଚନା କରିଥିଲେ, ତଥାପି କହିଲ, ନଦୀ ଜଳ କାହିଁକି ଦୂଷିତ ହେଉଛି? ହଁ, ଗାଈ, ମଇଁଷି ଇତ୍ୟାଦି ଗାଧୋଇ ଦେବା ଦ୍ୱାରା ଦୂଷିତ ହେଉଛି। ଆଉ ନଳିତା ପଚେଇଲେ ଦୂଷିତ ହେଉଛି। ନଳିତାରୁ କ'ଣ ହେଇଥାଏ କହିଲ? ହଁ, ଝୋଟ ବାହାରିଥାଏ। କଳକାରଖାନାର ଦୂଷିତ ଜଳ ଆସି ନଦୀ ଜଳରେ ମିଶିଲେ ମଧ୍ୟ ନଦୀ ଜଳ ଦୂଷିତ ହେଉଛି। ନାଳ ନର୍ଦ୍ଦମାର ପାଣି ନଦୀକୁ ଛାଡ଼ିଲେ ନଦୀ ଜଳ ପ୍ରଦୂଷିତ ହେଉଛି। ଆଉ କ'ଣ ପାଇଁ ଦୂଷିତ ହେଉଛି କହିଲ? ହଁ, ତମେ ଗଣେଶ ପୂଜା, ସରସ୍ୱତୀ ପୂଜା, ଦୁର୍ଗା ପୂଜା ଆଦି କରୁଛ କି ନାହିଁ? ହଁ, ସେ ମୂର୍ତ୍ତି ଗୁଡ଼ିକ ମଧ୍ୟ ନଦୀରେ ନେଇ ଭସେଇ ଦେବା ଦ୍ୱାରା ନଦୀ ଜଳ ଦୂଷିତ ହେଉଛି। ଜମିରେ ଦିଆଯାଇଥିବା ରାସାୟନିକ ସାର ବର୍ଷା ପାଣିରେ ବୋହିଯାଇ ନଦୀରେ ମିଶିଲେ ମଧ୍ୟ ନଦୀ ଜଳ ଦୂଷିତ ହେଉଛି। ଆଉ ନଦୀରେ ଜୀବଜନ୍ତୁଙ୍କ ଶବ ପକେଇଲେ ମଧ୍ୟ ନଦୀ ଜଳ ଦୂଷିତ ହେଉଛି। ନଦୀ କୂଳରେ ଝାଡ଼ା ଫେରିଲେ ବା ମଳତ୍ୟାଗ କଲେ ଏବଂ ନଦୀ କୂଳରେ ଅଳିଆ ଆବର୍ଜନା ପକାଇଲେ ନଦୀ ଜଳ ଦୂଷିତ ହେଉଛି। ଏତେ ଗୁଡ଼େ କାମ ଆମେ କରୁଛୁ, ତାପରେ ଯାଇ ନଦୀ ଜଳ ଦୂଷିତ ହେଉଛି। ଆଚ୍ଛା, ତମେ ଜାଣିଲ ନଦୀ ଜଳ କାହିଁକି ଦୂଷିତ ହେଉଛି? ଏବେ ମୋତେ କହିଲ,
ଏଇ ଚିତ୍ରରେ କ'ଣ ଦେଖିବାକୁ ପାଉଛ? ହଁ, ଏଇଟା ହେଉଛି ଏକ ପୋଖରୀ, ଯେଉଁଠି ବାସନକୁସନ ମଜା ହଉଛି, କପଡ଼ା ସଫା ହଉଛି, ଆଉ ଗାଈ ଗୋରୁ ମଧ୍ୟ ଗାଧଉଛନ୍ତି। ତାହେଲେ ପୋଖରୀ ଜଳ କ'ଣ ଠିକ ଅଛି? ହଁ, ପୋଖରୀ ଜଳ ମଧ୍ୟ ଦୂଷିତ ହେଇଯାଉଛି। ଆଚ୍ଛା, ତମେ ଏଇ ପୋଖରୀରେ ଗାଧୋଇ ପାରିବ? ତମକୁ କାଛୁକୁଣ୍ଡିଆ ହବ ନାଇଁ? ହଁ, ସେଥିପାଇଁ ତମେ ଏବେ କୋଉଠି ଗାଧଉଛ? ଘରେ ଗାଧଉଛ ନାଇଁ? କିନ୍ତୁ ଆମର ପୋଖରୀ ସଫା କରିବାର ଆବଶ୍ୟକତା ଅଛି ନା ନାଇଁ କହିଲ? ହଁ, ନିହାତି ଭାବରେ ଆମର ନଦୀ ଏବଂ ପୋଖରୀ ଜଳକୁ ସଫା କରିବାର ଆବଶ୍ୟକତା ଅଛି। କାହିଁକି ନା ସେଥିରେ ଥିବା ଜୀବଜନ୍ତୁ ନହେଲେ ମରିଯିବେ। ଆଚ୍ଛା, ଆମେ ତ ଟିକେ ଆଗରୁ ଆଲୋଚନା କଲେ, ତଥାପି କହିଲ ପୋଖରୀ ଜଳ କାହିଁକି ଦୂଷିତ ହେଉଛି? ହଁ, ପୋଖରୀ ହୁଡ଼ାରେ ଅଳିଆ ପକେଇଲେ କିମ୍ବା ଝାଡ଼ା ଫେରିଲେ ପୋଖରୀ ଜଳ ଦୂଷିତ ହୋଇଥାଏ। ପୋଖରୀ ହୁଡ଼ାରେ ଗଛ ଲଗାଇବା ଦ୍ୱାରା ମଧ୍ୟ ପୋଖରୀ ଜଳ ଦୂଷିତ ହୋଇଥାଏ। ଗଛ ଲଗାଇବା ଏକ ମହତ୍ କାର୍ଯ୍ୟ, କିନ୍ତୁ ପୋଖରୀ ହୁଡ଼ାରେ ଲଗାଇବା ଦ୍ୱାରା ଗଛରୁ ପଡ଼ୁଥିବା ଶୁଖିଲା ପତ୍ର ପୋଖରୀ ଜଳରେ ମିଶିଥାଏ ଏବଂ ତାକୁ ଦୂଷିତ କରିଥାଏ। ପୋଖରୀ ମଧ୍ୟରେ ଦଳ ଓ ପଙ୍କ ଅଧିକ ହେଲେ ମଧ୍ୟ ପୋଖରୀ ଜଳକୁ ଦୂଷିତ କରିଥାଏ। ଆଉ ପୋଖରୀରେ ଗାଈ, ମଇଁଷି ଆଦି ଗାଧୋଇ ଦେଲେ ପୋଖରୀ ଜଳ ଦୂଷିତ ହୋଇଥାଏ। ପୋଖରୀରେ ବାସନକୁସନ ମାଜିଲେ, ଲୁଗା ସଫା କଲେ, ଆଉ କ'ଣ କଲେ? ପୋଖରୀରେ ମଧ୍ୟ ନଳିତା ପଚାଇଲେ ପୋଖରୀ ଜଳ ଦୂଷିତ ହେଇଥାଏ। ଆଚ୍ଛା, ସବୁ ଜାଣିଲ ତାହେଲେ। ପିଲାମାନେ, ଭିଡ଼ିଓଟି ସମ୍ପୂର୍ଣ୍ଣ ରୂପେ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ରହିଲି।